ମୋ ମୋ ନାଁ ଅଞ୍ଜୁଲତା ବେହେରା, ଘର ଜଗନ୍ନାଥ କଲୋନୀ। ମୁଁ ସବୁଦିନ ସକାଳୁ ମର୍ଣ୍ଣିଂ ୱାର୍କ ଯାଏ। ମୁଁ ମର୍ଣ୍ଣିଂ ୱାର୍କ 5ଟାରୁ ଯାଏ। ଆଜି ଫେରୁଥିଲି, ଫେରିବା ସମୟରେ ମୋ ପଛରୁ 3 ଜଣ ଆସିଲେ। ଘର ଦୁଆର ମୁହଁରେ ମୁଁ ଘରକୁ ଆସିକି ଉଠୁଛି, 3 ଜଣ ଆସିଲେ। ଜଣେ ଗାଡ଼ିରେ ରହିଲା, ଆଉ 2 ଜଣ ମୁହଁରେ ବାନ୍ଧିଛନ୍ତି। ମୋ ପାଖକୁ ଆସିଲେ, ଆସିକି 2 ଜଣ ଯା 2 ପଟରେ 2ଟା ଖଣ୍ଡା ଉଠେଇଲେ ମୋ ଉପରକୁ। ଖଣ୍ଡା ଦେଖିକିରି ମୁଁ ଡରିଗଲି। ସେ ମୋ ପାଟିରୁ ଗୋଟେ ବାହାରି ପଡ଼ିଲା ମୁଁ ସେମିତି ପାଟି ଚିଲଉଛି, ଯେତେ ଜୋରରେ ମୋର ମାନେ ପାଟି, ମୁଁ ସେତେ ଜୋରରେ ପାଟି କରୁଛି। ତା ଭିତରେ ମୋ ଚେନ୍ ଛିଣ୍ଡେଇଲା ଭିତରେ ମୁଁ ସେ ଚେନ୍ ମାଡ଼ି ବସିଲି। ସେ ଖଣ୍ଡେ ଛିଣ୍ଡେଇକିରି ନେଇଗଲି। ଆଉ ରହିଗଲା ଏ ହାତରେ ଖଣ୍ଡେ, ଏ ହାତରୁ ଖଣ୍ଡେ ବି, ତାକୁ ବି ଆର ଜଣଙ୍କ ଛିଣ୍ଡେଇକି ନେଲା। ମୋ କାନରେ ହାତ ଇଏ କରୁଥିଲା, ଆଉ ତାକୁ ଟାଣି ମାନେ ପଳେଇଲେ ତ। ସେଇ ଗଡ଼ି ପଇଲା ଯେମିତି ମୋ ପାଟି ଯୋଉ ଜୋରରେ ରଡ଼ି ଛାଡ଼ି, ବାଡ଼ିଟା ବି ଧରିଛି ତାଙ୍କୁ ଉଞ୍ଚଉଛି। ମୋ ବାଡ଼ିଟାକୁ ଛଡ଼େଇକି ନେଇକିରି 3 ଜଣ ଯାକ ପଳେଇଲେ। ମୁଁ ତାଙ୍କ ପଛେ ପଛେ ଗୋଡ଼ଉଛି। କଣଟେ ପାଇଲେ ମୁଁ ଫୋପାଡ଼ି ଦେବି, ମୁଁ ଫୋପାଡ଼ି କ'ଣ ପାରିବି? ଲାଗୁଥାଏ, ମୁଁ ତାଙ୍କ ପଛେ ପଛେ ଗୋଡ଼ଉଛି ରଡ଼ି ଛାଡ଼ି। ପଳେଇଲେ 3 ଜଣ ଯାକ। ମତେ ଯେମିତି ଖଣ୍ଡା ଧରିକି ଗୋଡ଼େଇଲେ, ମତେ ଚେନ୍ ନେବାର, ତମେ ତ 2 ଜଣ ହାରାପରେ ମୋ ଠାରୁ ଚେନ୍ ନେବ, ଖଣ୍ଡା 2ଟା ଧରିକି ଦିକରରେ ଖାଇକି ଠିଆ ହଲ। ମତେ ସେଇଟା ମୋ ଗୋଡ଼ ଆଡ଼ୁ ବାଜିଲେ କ'ଣ ହେଇଯାଉଛି ଭାବିଲା ବେଳକୁ ସେଇଟା। କୋଉଠୁ ସୁରକ୍ଷିତ? ଆମେ କୋଉଠୁ ଘର ଦୁଆର ମାନେ 5ଟା 35 ସମୟ। ମୁଁ ଡେଲି 5ଟାରୁ ଉଠିକି ମୁଁ ମର୍ଣ୍ଣିଂ ୱାର୍କ ଯାଏ। ମୁଁ 10 ବର୍ଷ ଲାଗି ଟିକେ ମର୍ଣ୍ଣିଂ ୱାର୍କ କରୁଛି। ଏଇ ଖଣ୍ଡକ ଯାକ ଏପଟରେ ଯାଏ, ସେପଟରେ ଯାଏ, ଓଭର ବ୍ରିଜରେ ସବୁ ଯାଉଛି ନା। ଏଇ ଯୋଉ ପରିସ୍ଥିତି, ଏଇ ଯୋଉ ଖଣ୍ଡା ଦେଖି ଯେମିତି କଲେଣି, ଆଉ ଘରୁ ବାହାରିବାକୁ ଆଉ ରଖିଲେ ସିଏ। ଝିଅ ବୋଉଙ୍କୁ ଧରିକି, ଆମେ ଛୁଆ ପିଲା ଧରିକି ରହୁଛୁ। ଆମେ ବାହାରକୁ ବାହାରିବା ପାଇଁ 10 ଥର ଚିନ୍ତା କରିବୁ, ବାହାରିବୁ ନା ନାଇଁ। ଯଦି ତାହେଲେ ଟିକେ ଯାହା ହୁଅନ୍ତା, ସେ ଟିକେ ଯଦି ମାନେ ପେଟ୍ରୋଲିଂ କରନ୍ତେ, ଡରନ୍ତେ ନା। ସେଇଆ ପାଇଁ ସେମାନେ ଆ ଭିତରୁ ପଶିବେ, କଲୋନୀରୁ ପଶିକିରି ଘର ଦୁଆର ମୁହଁରେ ଆଟାକ୍ କରିକି ଯିବା, ଏଇଟା ଛୋଟିଆ କଥା। ପେଟ୍ରୋଲିଂ ର ଅଭାବ ରହୁଛି।